ପିୟୁଷ କେହି ସହି ପାରୁନାହାନ୍ତି। ସେ ଜଣେ ଭଲ ଆକ୍ଟର। ସିଏ ଯୁଆଡେ ଓଡିଶା ଦର୍ଶକ ମାନେ ସିଆଡେ। ନାଇଁ ଏ କଥା ଆମେ କହିପାରିବା। ଆମେ 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 ଦର୍ଶକ, ଆମେ କଣ କମିଟି। ଦର୍ଶକ ମାନେ ଭାଙ୍ଗି ପଡିଥିଲେ, ଦର୍ଶକ ମାନେ ନିରାଶ ହେଇଯାଇଥିଲେ। ଯୋଉଦିନ ଜାଣିଲେ ପିୟୁଷ ଖଣ୍ଡଗିରି ମଞ୍ଚ ଚଢିବେ, ଏଇନା ଦର୍ଶକ ମାନେ ଭାରି ଖୁସି। ବେଳ ପଇଲେ ଶିଷ୍ୟ ଗୁରୁକୁ ଟପି ଯାଇପାରେ। ଦୈତାରୀ ପଣ୍ଡା ହେଲେ ଗୁରୁ, ଶିଷ୍ୟ ହେଲେ ପିୟୁଷ ତ୍ରିପାଠୀ। ବେଳ ପଇଲେ ଦୈତାରୀ ପଣ୍ଡା କୁ ଟପି ଯାଇ ପାରନ୍ତି ପିୟୁଷ ତ୍ରିପାଠୀ। ଓଡିଶା ଦର୍ଶକ ଭଲ ପାଉଥିଲେ, ନାଟକ ଭଲ। ସବୁ ଯାତ୍ରା ମାଲିକ କାହିଁକି ବାଡା ପିଟା ହଉଛନ୍ତି ତାକୁ ନବା ପାଇଁ? ପିୟୁଷର କ୍ରେଜ ଅଛି, ସେଇଥିପାଇଁ ବାଡା ବାଡି ହଉଛନ୍ତି। ହଁ, ମାଲିକ ମାନେ ସହି ପାରୁନାହାନ୍ତି। ଯଦି ପିୟୁଷ ଖଣ୍ଡଗିରି ଆସିନଥାନ୍ତେ ଆପଣ କଣ କରିଥାନ୍ତେ? ଆମେ ଖଣ୍ଡଗିରି ନାଚ ଦେଖିବାକୁ ଆସିନଥାନ୍ତୁ। ଆମେ ଖଣ୍ଡଗିରି ନାଚ ଦେଖିବାକୁ ଆସିନଥାନ୍ତୁ।